ଚାଷ ଦେଇଛି ପରିଚୟ। ଚାକିରି ପଛରେ ନ ଗୋଡ଼ାଇ ଅତ୍ୟାଧୁନିକ ପଦ୍ଧତିରେ କମ୍ ଖର୍ଚ୍ଚରେ ଚାଷ କରି ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା। କେନ୍ଦୁଝର ଜିଲ୍ଲା ଘସିପୁରାରୁ ଦେଖିବା ଏହି ରିପୋର୍ଟ। ମିଠା ମକା ଚାଷ। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ ଖାଲପାଳ ଗାଁର ଚୋରଖଳା ସାହିର ଯୁବଚାଷୀ ବାଦଲ ଟୁଡୁ କରିଛନ୍ତି ଚାଷ। ଆଧୁନିକ ପ୍ରଣାଳୀରେ 4 ଏକର ଜମିରେ କରିଛନ୍ତି ମିଠା ମକା ଚାଷ। ମଲ୍ଚିଂ ପଦ୍ଧତିରେ ଚାଷ କରିଥିବା ବେଳେ ଜଳସେଚନ ପାଇଁ ଡ୍ରିପ୍ ପଦ୍ଧତି ଆପଣାଇଛନ୍ତି। 24 ବର୍ଷ ଧରି ସେ କମ୍ ପାଣି ବ୍ୟବହାର କରି ଫସଲରୁ ଭଲ ରୋଜଗାର କରିପାରୁଛନ୍ତି। ଚାଷଟା ଆଗେ ମାନେ କଷ୍ଟ ହଉଥିଲା, ଧୀରେ ଧୀରେ ଏବେ ଭଲ ସିଷ୍ଟମେଟିକ ଚାଷ ହଉଛି। କାହିଁକିନା ସେ ସିଷ୍ଟମେଟିକ ହଉଛି ଡ୍ରିପ୍ ସିଷ୍ଟମ ଏବଂ ମଲ୍ଚିଂ ସାହାଯ୍ୟରେ ମୁଁ ଚାଷଟା କରୁଛି। ତ ଜଳ ମୁଁ ଦେଖିଲି ଆଗେ ଯୋଉ ଅଲଗା ଇଏରେ ଚାଷ ହଉଥିଲା, ଜଳ ଟିକେ ଅଧିକ ନିହାତି ଦରକାର ହଉଥିଲା। ମୁଁ ଦେଖିଲି ଏହା ଦ୍ୱାରା ବହୁତ ଜଳ କିଛି ମୁଁ ବଞ୍ଚେଇ ପାରୁଛି ବୋଲି ଭାବୁଛି। ତାପରେ ଗଛକୁ ଗଛ ଯୋଉ ପାଣି ନିହାତି ଦରକାର, ଠିକ ଭାବରେ ସେ ଗଛକୁ ଗଛ ପାଣି ପାଉଛି ଏବଂ ଭଲ ମଧ୍ୟ ଚାଷ ହଉଛି। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ଆପଣଙ୍କର କଲରା, ଲଙ୍କା, ମିଠା ମକା, ଆପଣଙ୍କର ବୋଇତାଳୁ, ଆପଣଙ୍କର ବାଇଗଣ, ଆଉ ସବୁ ପ୍ରକାର ଝୁଡ଼ଙ୍ଗ, ସବୁ ପ୍ରକାର ଫସଲ ସେ ସମୟ ଅନୁଯାୟୀ କରୁଛନ୍ତି, ଋତୁକାଳୀନ କରୁଛନ୍ତି ଏବଂ ସେ ପୁରା ଫୋକସ୍ କରିଛନ୍ତି ଚାଷକୁ, ଅନ୍ୟାନ୍ୟ ସମସ୍ତ ଧନ୍ଦାକୁ ଛାଡ଼ି। କାରଣ ଚାକିରି ତାଙ୍କୁ ପଚାରି ଯିବାରୁ ସେ ଚାକିରି କରିଥିଲେ ମୁଁ ଏତେ ପଇସା କମେଇ ପାରିନଥାନ୍ତି। ଆଉ ଗୋଟେ ବଡ଼ ଖୁସିର କଥା, ସେ ତାଙ୍କର 2 ଭାଇକୁ ଉଚ୍ଚଶିକ୍ଷିତ କରିପାରିଛନ୍ତି। ବାଦଲ ଜଣେ ଭଲ ଭଲି ଖେଳାଳି। ଚାକିରି ପଛରେ ନ ଗୋଡ଼ାଇ ଆଧୁନିକ ପ୍ରଣାଳୀରେ ବିଭିନ୍ନ ପନିପରିବା ଚାଷ କରି ବର୍ଷକୁ 6 ଲକ୍ଷରୁ ଅଧିକ ଟଙ୍କା ରୋଜଗାର କରୁଛନ୍ତି। ଏଥିରେ ତାଙ୍କ 7 ପ୍ରାଣୀ କୁଟୁମ୍ବ ବେଶ ଭଲରେ ଚଳିପାରୁଛନ୍ତି। ବିଲାତି ଅମଳ ସାରିଲା ପରେ ସେଟା ଆମେ ଲଗେଇଛୁ ମିଠା ମକା। ସେ ଡ୍ରିପ୍ ମାଧ୍ୟମରେ ଆମେ ଲଗେଇଛୁ। ସେ ଫୁଟେ ଉପରେ ଗୋଟେ କଣା ଅଛି, ସେ ପାଇପ୍ ମାଧ୍ୟମରେ ସେ ଠୁପେ ପାଣି ପଡୁଛି। ସେ ପାଣି ବେଶୀ ନଷ୍ଟ ହଉନି, ଟିକେ ସଞ୍ଚୟ ହେଇକି ରହୁଛି। ବେଶୀ ମାନେ ଖୋଲା ପାଇପ୍ରେ ଯେମିତି ଗାଦୁ ହେଇକି ପାଣି ଯାଏ, ସେ ଡ୍ରିପ୍ ମାଧ୍ୟମରେ ଛୋଟ ପାଇପ୍ ଆକାରରେ ଏତେ ପାଣି ନଷ୍ଟ ହଉନି। ଭାଇଙ୍କର କାମ ଦେଖି ଆମେ ବହୁତ ଖୁସି, ଆମ ଗ୍ରାମବାସୀ ବହୁତ ଖୁସି, ଆମ ଗାଁ ସାହି ପଡ଼ିଶାର ସମସ୍ତେ ଖୁସି। ଆଉ ଆମ ଭାଇକୁ ଆମେ ଏତିକି କହିବୁ, ସିଏ ଆଉ ଟିକେ ଉପରକୁ ଏଇଭଳିଆ କାମ କରନ୍ତୁ, ଭଲ କରନ୍ତୁ। ଆମ ଯୁବ ଚାଷୀ ସିଏ, ଆଉ ଭଲ ପଢ଼ନ୍ତି ବି, ସେ ଭଲ ସ୍ପୋର୍ଟସମ୍ୟାନ୍ ବି ଥିଲେ। ଶିକ୍ଷିତ ଯୁବକମାନେ ଚାଷରୁ ମୁହଁ ଫେରାଉଥିବା ବେଳେ ବାଦଲ ଉନ୍ନତ ଜ୍ଞାନକୌଶଳ ବ୍ୟବହାର କରି ପନିପରିବା ଚାଷ କରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ଆନନ୍ଦପୁର ସ୍ୱପ୍ନେଶ୍ୱର ପଣ୍ଡାଙ୍କ ରିପୋର୍ଟ, କଳିଙ୍ଗ ଟିଭି।